ମୁଁ 89 ଭୋଟରେ ଜିତିଛି। ଆଉ ତାପରେ ମୋର ସମସ୍ତ ଓକିଲ ଭାଇ ଭଉଣୀ ମାନଙ୍କୁ ଏ ବିଜୟର ଶ୍ରେୟ ଦଉଛି। ସମସ୍ତଙ୍କର ସାହାଯ୍ୟ ସହଯୋଗ ଆଉ ସଦିଚ୍ଛା ବଳରେ ମୁଁ ଜିତିଛି। ଆଉ ସେମାନଙ୍କର ଯାହା ଅଛି ମନରେ, ଯାହା ମତେ ଯୋଉ ଉଦ୍ଦେଶ୍ୟରେ ପଠେଇଛନ୍ତି ତାକୁ କାର୍ଯ୍ୟକାରୀ କରିବା ନିମନ୍ତେ ମୋ ତରଫରୁ ଶତ ଚେଷ୍ଟା କରିବି ଆଉ ସକ୍ସେସ୍ କରିକି ବି ଦେଖେଇବି। ଏଇଟା ମୋର ପ୍ରଥମ ଉଦ୍ଦେଶ୍ୟ। ମୋର ଏଥିରେ ଯେ ଗୋଟେ ଇଲେକ୍ସନ ପ୍ରଥମ ଏଜେଣ୍ଡା ଥିଲା ହସ୍ପିଟାଲରେ ଓକିଲ ସଂଘ ପାଇଁ ଗୋଟେ କେବିନ କରିବା, ସେଇଟାକୁ ନିଶ୍ଚିତ କରିବି। ସେ ବାବଦରେ ଯେହେତୁ ମୋର ରାଜନୈତିକ ସମ୍ପର୍କ ଅଛି, ଆଉ ସେ ଦୃଷ୍ଟିରେ ସେଇଟା ସକ୍ସେସ୍ କରିବା ପାଇଁ ଚେଷ୍ଟା କରିବି। ପ୍ରଥମ ମୁଖ୍ୟ ମୁଦ୍ଦା ଥିଲା ମୁଖ୍ୟ ଚିକିତ୍ସାଳୟରେ କେବିନ କରିବା ଓକିଲଙ୍କ ପାଇଁ। ଆଉ ଦ୍ୱିତୀୟ ଥିଲା ବାର ଲାଇବ୍ରେରୀ। ଆଉ ସବୁଠୁ ମୁଖ୍ୟ ଥିଲା ଜୁଡିସିଆଲ ହବର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା। ଆଉ ତେଣୁ ଏଟା ମୁଁ ଆମର ବିଧାୟକଙ୍କ ସହିତ କଥାବାର୍ତ୍ତା କରିଛି। ମାସେ ଭିତରେ ନିଶ୍ଚିତ ସେ ପଇସା ଗ୍ରାଣ୍ଟ ହେଇଯିବ, ଅର୍ଡର ପାସ୍ ହେଇଯିବ। କମିଂ ମାସ ସୁଦ୍ଧା ସେଟାକୁ କେମିତି ପ୍ରୋସେସିଂ ହବ ତାକୁ ଆରମ୍ଭ କରିବି। ଜୁଡିସିଆଲ ହବଟା ତ୍ୱରାନ୍ୱିତ ବି ଶୀଘ୍ର ସାରିବି। ସେ ଜଣେ ମୋର ଭଲ ବନ୍ଧୁ, ଘନିଷ୍ଠ ବନ୍ଧୁ, ସେମିତି କିଛି ଅସୁବିଧା ନାହିଁ। ଆମେ ମିଳିମିଶି କାମ କରିବୁ। ଆଉ ସେଥିରେ ଆମର କୌଣସି ଅସୁବିଧା ନାହିଁ। ଦି ଜଣ ମିଳିମିଶି କାମ କରିବା, କିଛି ଅସୁବିଧା ହବ ନାହିଁ। ସମସ୍ତ ଓକିଲ ଭାଇ ମାନଙ୍କୁ ମୋର ଶୁଭେଚ୍ଛା ରହିବ। ଆଉ ସେମାନଙ୍କର ଆଗାମୀ ଦିନରେ ସୁଖ ଦୁଃଖ ସବୁରେ ମୁଁ ସାଥୀ ଭାଗିଦାର ହେଇକି ଚଳିବି। ଏତିକି ମୋର ଓକିଲ ଭାଇ ମାନଙ୍କୁ ମୋର ପ୍ରତିଶ୍ରୁତି।